जय जगन्नाथ। এই ভিডিওটি কেবଳ ନୂଆ ୟୁଜର୍ସ ମାନଙ୍କ ପାଇଁକା, ଯେଉଁମାନେ ଫେସବୁକକୁ ଆସିଛନ୍ତି ନୂଆ କରିକି କାମ କରିବା ପାଇଁକା, ସେମାନେ ନିହାତି ଭାବରେ ଜାଣିବା ଦରକାର। କାରଣ ସେମାନେ ସବୁବେଳେ କମେଣ୍ଟ କେମିତି ପାଇବେ ଏବଂ ଲାଇକ୍ କେମିତି ପାଇବେ ସେ ଚକ୍କରରେ ରହୁଛନ୍ତି। ସେଇ ଚକ୍କରରେ ରହିକି ଅନ୍ୟମାନଙ୍କୁ ଯାଇକିରି ସପୋର୍ଟ କରୁଛନ୍ତି। ସପୋର୍ଟ କରିବା ଉଚିତ, କିନ୍ତୁ ଦେଖିକିରି ବି ମଧ୍ୟ କରିବା ଦରକାର। କାରଣ ଆପଣ ବେଶୀ ଫୋକସ୍ କରିବା ଦରକାର କଣ୍ଟେଣ୍ଟ ଉପରେ, ରିଲ୍ସ ଉପରେ। ଏଗୁଡ଼ା କଲେ ଆପଣ ଶୀଘ୍ର ଭାଇରାଲ ହେବେ ଏବଂ ଭ୍ୟୁଜ୍ ମଧ୍ୟ ବଢ଼ିବ, ଏନଗେଜମେଣ୍ଟ ମଧ୍ୟ ବଢ଼ିବ। କାରଣ କହିବାର କାରଣ କ'ଣ ନା, ଆପଣ ଯେଉଁ ସପୋର୍ଟ କରିବା ଚକ୍କରରେ ଇଏ କମେଣ୍ଟ ପାଇବା ଚକ୍କରରେ ଯାଉଛନ୍ତି, କିନ୍ତୁ ଆପଣ ସପୋର୍ଟ ସମସ୍ତଙ୍କ ଆଇଡ଼ିକୁ ଯାଇକି କଲେ। କରିବା ଭିତରେ ଏମିତି କିଛି ୟୁଜର୍ ମାନେ ଅଛନ୍ତି, ସେମାନେ କ'ଣ କରୁଛନ୍ତି ନା ଆପଣଙ୍କୁ ସେଇ ଅନୁସାରେ ସପୋର୍ଟ ଦେଉନାହାନ୍ତି। ଆପଣ ଗୁଡ଼୍ ମର୍ଣ୍ଣିଂରେ ଯାଇକରି ସପୋର୍ଟ ଦେଲେ, ଗୁଡ଼୍ ଆଫ୍ଟରନୁନ୍, ଗୁଡ଼୍ ଇଭିନିଂ, ଗୁଡ଼୍ ନାଇଟ୍, 4ଟା ପୋଷ୍ଟରେ ଆପଣ ସପୋର୍ଟ କଲେ। କିନ୍ତୁ ପଟିମରା କେତେ ୟୁଜର୍ ଅଛନ୍ତି, ସେମାନେ କ'ଣ କରିବେ ନା ଆପଣଙ୍କୁ ସପୋର୍ଟ ଦରକାର ପଡ଼ିଲେ ସପୋର୍ଟ ଦେବେନି, କିନ୍ତୁ ମନ ବୁଝିବା ପାଇଁ ବି ଗୋଟେ ଗୋଟେ ଆପଣଙ୍କୁ ସପୋର୍ଟ ଦେଇଦେବେ। ଯେକୌଣସି ଗୋଟେ ପୋଷ୍ଟରେ ସପୋର୍ଟ ଦେଇଦେବେ। ଆପଣ ଜାଣିଲେ ଯେ ମୋତେ ସେ ସପୋର୍ଟ ଦେଇଛି, କିନ୍ତୁ ପ୍ରକୃତରେ ଆପଣଙ୍କର 4ଟା ଯାକ ପୋଷ୍ଟରେ ସେ ବି ଆପଣଙ୍କୁ ସପୋର୍ଟ କରିନଥିବ। ଏବଂ କିନ୍ତୁ ସେମାନେ ବଡ଼ ବଡ଼ ଭାଷଣ ଦେଉଛନ୍ତି ଆସିକି ଫେସବୁକରେ ଯେ ଆମର ସପୋର୍ଟ କର, ସପୋର୍ଟ କଲେ ସପୋର୍ଟ ମିଳିବ, ସପୋର୍ଟ ଟୁ ଇଚ୍ ଅଦର। ଏଇଟା ଆଜ୍ଞା କମ୍ପ୍ଲିଟଲି ମିଛ କଥା କହୁଛନ୍ତି। ତେଣୁ ସେମାନେ ତାଙ୍କର କେମିତି ଆଇଡ଼ି ଗ୍ରୋଥ୍ ହେବ ସେ ଚିନ୍ତା କରୁଛନ୍ତି। ତେଣୁ ଏଇଟା ଜାଣିବା ଦରକାର। କିନ୍ତୁ ଆମେ ବିଗତ ଦିନ ହେଲାଣି ଆମେ ମଧ୍ୟ ଏଇଟାକୁ ଅନୁମାନ କଲୁଣି। ଏଇଟା ବି ଆମମାନଙ୍କ ସହିତ ମଧ୍ୟ ଘଟୁଛି। କାରଣ ଖୋର୍ଦ୍ଧାରେ ଜଣେ କ୍ରିଏଟର ଅଛନ୍ତି ସୁଶୀଲ ଭାଇ, ତାଙ୍କର ମୋର ମଧ୍ୟ କଥା ହେଇଥିଲୁ ଏବଂ କାଲି ରାତିରେ କଥା ହେଇଥିଲୁ। ଭାଇ କହିଲେ ଆ ଉପରେ ଗୋଟେ ଭିଡ଼ିଓ କରିବା। କାରଣ ନୂଆ ୟୁଜର୍ ମାନଙ୍କୁ ଯେଉଁ ଭୁଆଁ ବୁଲାଉଛନ୍ତି, ଭକୁଆ ବନାଉଛନ୍ତି, ଏଇ ଠକ ଗୁଡ଼ାକ ଯେଉଁ ଅଛନ୍ତି, କେତେ ଗୁଡ଼ିଏ ଠକ ଅଛନ୍ତି। ସେ ଠକ ଗୁଡ଼ାକ ବି ଆମେ ଜାଣିଗଲୁଣି କେଉଁ ଗୁଡ଼ାକ ଠକ ଅଛନ୍ତି। କାମ କରିବା ଭିତରେ ଆପଣ ମଧ୍ୟ ଜାଣିପାରିବେ। ତେଣୁ ଏଇ ଠକମାନଙ୍କ ଠାରୁ ଦୂରେଇ ରହିବା ଭଲ। ଯଦି ବା ଆପଣ ସପୋର୍ଟ ଦେଉଛନ୍ତି, ତାହେଲେ ସିଏ ବି ଯେତିକି ଆପଣଙ୍କୁ ସପୋର୍ଟ ଦେଉଛନ୍ତି ଆପଣ ସେତିକି ସପୋର୍ଟ ଦିଅନ୍ତୁ। ପୁରା ଚକ୍କରରେ ରହିକିରି ସେମାନେ କ'ଣ କରୁଛନ୍ତି ନା, ଜାଣିଗଲେଣି ଗୋଟେ ନେଟୱାର୍କ ଟାଇପ୍ର କରିଦେଇକିରି ଆପଣଙ୍କୁ ମାନେ ଭାବିବେ ଯେ ମୋତେ ସପୋର୍ଟ କରୁଛି, ମୁଁ ତାଙ୍କୁ ସପୋର୍ଟ କରିବି। କିନ୍ତୁ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ସବୁ ପୋଷ୍ଟରେ ସପୋର୍ଟ ଦେଉନଥିବେ। ତେଣୁ ହୁଏତ ଏ ଭିଡ଼ିଓଟି କାହାକୁ ଖରାପ ଲାଗିପାରେ। ଯେଉଁମାନେ ଠକ ଗୁଡ଼ାକ ଥିବେ ସେମାନଙ୍କୁ ପିନ୍ ମାଇଲା ଭଳିଆ ଲାଗିବ, କିନ୍ତୁ ଯେଉଁମାନେ ଇମାନଦାର ସେ କାମ କରୁଛନ୍ତି ତାଙ୍କୁ ସେମାନେ এই ଭିଡ଼ିଓକୁ ନିଶ୍ଚିତ ଭାବରେ ସପୋର୍ଟ କରିବେ। ଆଜ୍ଞା ଆପଣ ଚିଟିଂ କରି କେତେ ଦିନ ଆପଣ କାମ କରିବେ? ଆଉ କ'ଣ କି ଚିଟିଂ କରିକି ଆଜିକାର ଦୁନିଆରେ ଉପରକୁ ଗଲେଣି? ଚିଟିଂ କରି କେହି ଉପରକୁ ଯିବେନି। ଏଇଟା ସାମୟିକ ପାଇଁ ଯିବେ, କିନ୍ତୁ ଦିନ ଆସିବ ଆପଣ ତଳେ ପଡ଼ିଯିବେ। ଯେତେବେଳେ ନୂଆ ୟୁଜର୍ସ ମାନେ ଜାଣିବେ ଆପଣଙ୍କୁ ଅନଫଲୋ କରିବା ଷ୍ଟାର୍ଟ କରିବେ। ତେଣୁ ଆପଣ ଏହା ପ୍ରତି ବି କନସିୟସ୍ ସମସ୍ତେ ହେବା ଦରକାର। ଯେହେତୁ ସମସ୍ତେ ଆମକୁ ଭଲ ପାଇବା ଦେଉଛନ୍ତି, ଆମେ ପରସ୍ପରକୁ ଭଲ ପାଇବା ଦେବା। କାହାକୁ ଖାଲି ହାତରେ ଆମେ ଫେରାଇବା ନାହିଁ। ତେଣୁ ଆପଣ ମଧ୍ୟ ଜାଣିପାରିବେ ଭିଡ଼ିଓ ଦେଖିଲା ପରେ କେଉଁମାନେ ଠକ ଅଛନ୍ତି ଆଉ କେଉଁମାନେ ଭଲ ଅଛନ୍ତି। ତେଣୁ ଠକମାନେ ଆକୁ କେବେ ସପୋର୍ଟ କରିବେନି। ଭଲ ଯେଉଁମାନେ ଇମାନଦାର ଲୋକ କାମ କରୁଛନ୍ତି ସେଇମାନେ এই ଭିଡ଼ିଓକୁ ସପୋର୍ଟ କରିବେ। ଆପଣ ମଧ୍ୟ ଦେଖିବେ এই ଭିଡ଼ିଓରେ। ଜୟ ଜଗନ୍ନାଥ। ରହିଲି।